ପୂର୍ବପୁରୁଷମାନେ କହିଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ଯଦି ଶରୀରର କୌଣସି ସ୍ଥାନ କୁଣ୍ଡେଇ ହୋଇଥାଏ ତେବେ ପିଆଜ ରସରେ ମାଲିସ କରନ୍ତୁ। ଦେଖିବେ ଜଲ୍ଦି ଆରାମ ମିଳିବ। ନମ୍ବର 2, ଯଦି ଖାଇସାରିବା ପରେ ପେଟ ଭାରି ଭାରି ଲାଗୁଥାଏ ତେବେ ପୋଦିନା ପତ୍ରକୁ ପାଣିରେ ଫୁଟାନ୍ତୁ। ପରେ ଏହି ପାଣିକୁ ଥଣ୍ଡା କରି ସେଥିରେ ଟିକେ କଳା ଲୁଣ ପକେଇକି ଖାଆନ୍ତୁ। ଦେଖିବେ ପେଟର ଭାରିପଣ ଦୂର ହୋଇଯିବ। ନମ୍ବର 3, ଯଦି ଆପଣଙ୍କର ମୁଣ୍ଡବିନ୍ଧା କମୁନଥାଏ ତାହେଲେ ଆପଣ ସେଓର ଚୋପାକୁ ବାହାର କରିଦେବେ। ସେଥିରେ ଲୁଣକୁ ଛିଞ୍ଚିକି ସକାଳୁ ଖାଲି ପେଟରେ ଖାଇବେ। ଦେଖିବେ ପୂର୍ବରୁ ହେଉଥିବା ମୁଣ୍ଡବିନ୍ଧା ଦୂର ହୋଇଯିବ। ନମ୍ବର 4, ଦିନରେ ରାତିରେ ପାଦରେ ସକ୍ସ ଏବଂ ସ୍ୱେଟର ପିନ୍ଧି ଶୋଇବା ଉଚିତ ନୁହଁ। କାହିଁକି ନା ଏହିସବୁ ଶୀତ ବସ୍ତ୍ର ପିନ୍ଧି ରାତିରେ ଶୋଇବା ଦ୍ୱାରା ପେଟ ଗରମ ହୋଇଥାଏ। ତ ଆପଣମାନେ ଏହି କଥା ମନେ ରଖିବେ। ନମ୍ବର 5, ଲିମ୍ବପତ୍ର କଞ୍ଚା ହଳଦୀ ପାଣିରେ ସିଝେଇ ଛାଣି ନିଅନ୍ତୁ। ଏହି ପାଣିକୁ ନିଜ ଗାଧେଇବା ପାଣିରେ ମିଶାଇ ସ୍ନାନ କଲେ ଝାଳ ଦୁର୍ଗନ୍ଧରୁ ମୁକ୍ତି ମିଳେ। ଯଦି ଆପଣଙ୍କ ଦେହରୁ ଝାଳ ବାହାରୁଥାଏ ତାହେଲେ ଆପଣମାନେ ଏହାକୁ କରନ୍ତୁ। ନମ୍ବର 6, ଗୋଡ଼ ହାତ ଶୀତରେ ଫାଟୁଥିଲେ ରାତିରେ ଶୋଇବା ସମୟରେ ଗୋଡ଼ ହାତ ଭଲରେ ଧୋଇ ରନ୍ଧା ନଡ଼ିଆ ତେଲ କିମ୍ବା ଭେସଲିନ୍ ଲଗେଇ ଶୋଅନ୍ତୁ। ଦେଖିବେ ଗୋଡ଼ ହାତ ଆଉ ଫାଟିବନି। ନମ୍ବର 7, ଶୀତ ଦିନରେ ସକାଳର କଅଁଳିଆ ଖରାରେ ଚଲାବୁଲା କରିବା ଆବଶ୍ୟକ। ସାଇକେଲ ଚଲେଇବା କିମ୍ବା ବ୍ୟାୟାମ କରିବା ବହୁତ ଭଲ ହୋଇଥାଏ। କାରଣ ଏହି କଅଁଳିଆ ଖରାରେ ଶରୀରକୁ ଭିଟାମିନ୍ ଡି ମିଳିଥାଏ, ଯାହାକି ଆମ ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ। ନମ୍ବର 8, ଆପଣମାନେ ପ୍ରତିଦିନ ସକାଳୁ ଖାଲି ପେଟରେ ପ୍ରତିଦିନ ଗୋଟିଏ କୋଲା ରସୁଣ ଖାଇବା ଦ୍ୱାରା ଶରୀରକୁ ବହୁତ ସାରା ଫାଇଦା ମିଳିଥାଏ। ଯଦି କାହାର ବି କୋଲେଷ୍ଟ୍ରଲ୍ ଅଛି ତାହେଲେ ସେମାନେ ରସୁଣ ନିହାତି ଖାଇବା ଦରକାର। ନମ୍ବର 9, ଶିଶୁ ଜନ୍ମ ହେବା ପରେ ପରେ ମାଆକୁ ପ୍ରତିଦିନ ଶାଗୁ, କଞ୍ଚା କଦଳୀ, ଅମୃତଭଣ୍ଡା ଏବଂ ଲାଉ ଇତ୍ୟାଦି ଭୋଜନ କରିବା ଆବଶ୍ୟକ। ଏହା ଖାଇବା ଦ୍ୱାରା ମାଆର କ୍ଷୀର ବୃଦ୍ଧି ହୋଇଥାଏ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ମୁଁ କଟକରୁ କହୁଛି, ଆଉ ଆପଣମାନେ କୋଉଠୁ କହୁଛନ୍ତି କମେଣ୍ଟ କରି ଜଣାନ୍ତୁ। ନମ୍ବର 10, ଯେଉଁମାନଙ୍କର ଶରୀରରେ ରକ୍ତହୀନତା ଅଥବା ରକ୍ତର ଅଭାବ ରହିଥାଏ ସେମାନେ ନିୟମିତ ବାଇଗଣ ଏବଂ ପାଳଙ୍ଗ ଶାଗ ନିହାତି ଖାଇବା ଉଚିତ। ନମ୍ବର 11, ବ୍ରଣ ସମସ୍ୟା ହୋଇଥିଲେ ଧନିଆ ପତ୍ରର ରସ ଏବଂ ମହୁ ସମାନ ପରିମାଣରେ ମିଶାଇ ବ୍ରଣ ଉପରେ ଲଗେଇଲେ ତାହା ଦବିଯାଏ। ନମ୍ବର 12, ଅନେକ ଲୋକଙ୍କର ହଜମ ପ୍ରକ୍ରିୟାରେ ଗଡ଼ବଡ଼ ହୋଇଥାଏ। ସେ କିଛି ବି ଖାଦ୍ୟ ଖାଇଲେ ତାଙ୍କର ପେଟ ଜନିତ ସମସ୍ୟା ଦେଖା ଦେଇଥାଏ। ଏହି ଲୋକମାନେ ଅଦା ପାଣି ନିହାତି ଭାବରେ ପିଅନ୍ତୁ। ନମ୍ବର 13, ଅଦା, ଲେମ୍ବୁ ରସ ଏବଂ ମହୁକୁ ସରବତ କରିଦେବେ ଓ ଏହାକୁ ପିଇବା ଦ୍ୱାରା ଗର୍ଭବତୀ ସମୟରେ ଯଦି ବାନ୍ତି ହେଉଛି ଏହି ସମସ୍ୟା ଦୂର ହୋଇଯାଇଥାଏ। ନମ୍ବର 14, ଚା ପିଇ ସାରିବା ପରେ ସେହି ଚା ପତିକୁ ନ ଫୋପାଡ଼ି ତାକୁ ଘରର ଗୋଟିଏ କୋଣରେ ଜାଳି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ କେବେ ବି ମଶା ମାଛି ଆଉ ରହିବେ ନାହିଁ। ଏହି ପ୍ରକ୍ରିୟାକୁ ଥରେ କରି ଦେଖନ୍ତୁ, ଏହା ବହୁତ ହେଲ୍ପଫୁଲ୍ ହୋଇଥାଏ। ନମ୍ବର 15, ପାଦରେ କଣ୍ଟା ଫୁଟିଗଲେ ସେହି ସ୍ଥାନରେ କିରୋସିନ ଲଗେଇଲେ କଣ୍ଟା ଶୀଘ୍ର ବାହାରି ଆସିଥାଏ। ନମ୍ବର 16, ଋତୁସ୍ରାବ ସମୟରେ ଥଣ୍ଡା ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଏହା ଶରୀରର ସବୁ ପୀଡ଼ାକୁ ଦୂର କରିଥାଏ। ନମ୍ବର 17, ପତଳା ଥିବା ଲୋକମାନେ ଯଦି ମୋଟା ହେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ନିୟମିତ ଗାଈ କ୍ଷୀର ସେବନ କରନ୍ତୁ। ତା ସହିତ ଲଗାତାର ପାଚିଲା କଦଳୀ ଏବଂ ସିଝା ଆଳୁ ଖାଇବା ଦ୍ୱାରା ଜଣେ ମଧ୍ୟ ପତଳା ଲୋକ ମୋଟା ହୋଇଯାଇଥାଏ। ଏହି କଥାକୁ ମନେ ରଖିବେ। ନମ୍ବର 18, ମିଠା ଏବଂ ଗରମ ଖାଦ୍ୟ ଖାଇବା ପରେ ପାଣି ପିଇଲେ ଦାନ୍ତ ଅଧିକ କ୍ଷତିକାରକ ହୋଇଥାଏ ଓ ଦାନ୍ତ ଶୀଘ୍ର ଦୁର୍ବଳ ହୋଇପଡ଼େ। ଦାନ୍ତ ବହୁତ ଜଲ୍ଦି ଗଳି ପଡ଼ିବାର ସମ୍ଭାବନା ଥାଏ। ତେଣୁ ଆପଣମାନେ ଖାଦ୍ୟ ଗରମ ଖାଇସାରିଲା ପରେ ଥଣ୍ଡା ପାଣି ପିଅନ୍ତୁ ନାହିଁ। ନମ୍ବର 19, ଦାନ୍ତରେ ପାନର ଦାଗକୁ ଲିଭାଇବା ପାଇଁ ଚାହୁଁଥିଲେ ଲେମ୍ବୁ ରସରେ ଲୁଣ ମିଶାଇ ନିୟମିତ ଘଷନ୍ତୁ। ଏହା ଘଷିବା ଦ୍ୱାରା ପାନର ଦାଗ ଶୀଘ୍ର ଲିଭିଥାଏ।
ନମ୍ବର 20 ଅମୃତଭଣ୍ଡା ଖାଇବା ଦ୍ୱାରା ସଠିକ୍ ହଜମ ବଜାୟ ରଖିବା ଠାରୁ ଆରମ୍ଭ କରି ଓଜନ ହ୍ରାସ ପର୍ଯ୍ୟନ୍ତ ଏହା ହୃଦ୍ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କର୍କଟ ରୋଗ ମଧ୍ୟ ଲାଭଦାୟକ ହୋଇପାରେ। ଯଥାସମ୍ଭବ ଆପଣମାନେ ଅମୃତଭଣ୍ଡା ଖାଆନ୍ତୁ। ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଜୟ ଜଗନ୍ନାଥ।